ଆପଣ ଯଦି ଗାଡି ଚଲାଉଛନ୍ତି ତାହେଲେ ତ ଆପଣଙ୍କୁ ଟ୍ରାଫିକ ରୁଲ ତ ନିହାତି ଭାବରେ ମାନିବାକୁ ପଡିବ, ଫଲୋ କରିବାକୁ ପଡିବ। ତା ସହିତ ଆପଣ ସବୁବେଳେ ସିଗ୍ନାଲ କୁ ଦେଖିକି ଗାଡି ଚଲେଇବାକୁ ପଡିବ, ଠିକ ଡାଇରେକ୍ସନ ରେ ଗାଡି ଚଲେଇବାକୁ ପଡିବ, ହେଲମେଟ ପିନ୍ଧିକି ଗାଡି ଚଲେଇବାକୁ ପଡିବ। ଯଦି ଆପଣ ସେ ଜାଣିକି ହଉ କି ଅଜାଣତରେ ହଉ ହେଲା, ଯଦି ଆପଣ କୌଣସି ବି ଟ୍ରାଫିକ ରୁଲ କୁ ବ୍ରେକ୍ କରିଛନ୍ତି ବା ଭାଙ୍ଗିଛନ୍ତି, ନିୟମଟାକୁ ମାନି ନାହାନ୍ତି ହେଲା, ଗାଡି ଚଲେଇଛନ୍ତି ତ ହେଲମେଟ ବି ନ ପିନ୍ଧିକି ଯଦି ଗାଡି ଚଲେଇଛନ୍ତି ଆଉ ସେଇଟା ସିସିଟିଭି ରେ କଏଦ ହେଇଛି ବା ସିସିଟିଭି ରେ କ୍ୟାପଚର କରାଯାଇଛି ଆପଣଙ୍କର ନମ୍ବର ପ୍ଲେଟ ଟାକୁ, ତାହେଲେ ଆପଣଙ୍କର ଚାଲାଣ କଟିଯିବ। ତ ଚାଲାଣ କଟିଛି କି ନାହିଁ ଆପଣ କେମିତି ଜାଣିବେ ନିଜ ମୋବାଇଲରେ? ଯଦି ଏଇଟା ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଚେକ୍ କରିପାରିବେ, ତାହା ପୁଣି ପୁରା ସହଜରେ ଫଟାଫଟ, ବେଶୀ ସମୟ ଲାଗୁନି। କେବଳ ଯିବେ ୱେବସାଇଟ କୁ, ଆପଣଙ୍କର ନମ୍ବର ପ୍ଲେଟ ର ଯୋଉ ନମ୍ବର ରହିଛି ସେ ନମ୍ବରଟା ଦେବେ, କ୍ୟାପଚର ଦେବେ, ତାପରେ ଆପଣଙ୍କର ଶୋ ହେଇଯିବ ଯଦି କିଛି ଚାଲାଣ କଟିଥିବ। ଯଦି ଚାଲାଣ କଟି ନଥିବ ତାହେଲେ ଶୋ ହବନି। ଆଉ କେମିତି ସେଟା ଚେକ୍ କରିବେ ଚାଲନ୍ତୁ ମୁଁ ଫଟାଫଟ ଦେଖେଇ ଦଉଛି ମୋବାଇଲ ସ୍କ୍ରିନ ରେ ହିଁ। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲ କୁ ଆସିଥିଲେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନ କୁ ପ୍ରେସ କରି ଅଲ ରେ କ୍ଲିକ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଫାଷ୍ଟ ଆପଣ ଗୁଗଲ କିମ୍ବା ଗୁଗଲ କ୍ରୋମ ବ୍ରାଉଜର କୁ ଓପନ କରି ସର୍ଚ୍ଚ ବାରରେ ଟ୍ୟାପ କରି e-challan.parivahan.gov.in ଆପଣ ଟାଇପ କରିକି ସର୍ଚ୍ଚ କରି ଦିଅନ୍ତୁ। ଯେମିତି କି ଏଠାରେ ଲେଖା ଯାଇଛି ସେମ ଟୁ ସେମ ଆପଣ ଦେଖିକି ଟାଇପ କରନ୍ତୁ, ଦେନ ସର୍ଚ୍ଚ କରିବେ। ତ ତାପରେ ଆପଣ ଏଇ ଟାଇପର କିଛି ଦେଖିବାକୁ ପାଉଥିବେ। ତ ଏଠାରେ ଆପଣ କଣ କରିବେ, ପେ ଅନଲାଇନ ବୋଲି ଗୋଟେ ଦେଖିବାକୁ ମିଳିଯିବ। ତ ସିମ୍ପଲି ଆପଣ ପେ ଅନଲାଇନ ରେ କ୍ଲିକ କରନ୍ତୁ। ପେ ଅନଲାଇନ ରେ ଯେତେବେଳେ କ୍ଲିକ କରୁଛନ୍ତି ଏଇ ଟାଇପର କିଛି ଆପଣଙ୍କୁ ସ୍କ୍ରିନ ରେ ଶୋ କରିବ। ତ ଫାଷ୍ଟ ଆପଣଙ୍କୁ ଚାଲାଣ ଡିଟେଲ୍ସ ଟା ଚେକ୍ କରିବାର ଅଛି, ଆପଣଙ୍କର ଚାଲାଣ କଟିଛି ନା ନାହିଁ। ଫାଷ୍ଟ କନଫର୍ମ ହେବେ, ଯଦି କଟିଛି ତାହେଲେ ଆପଣଙ୍କୁ ଏଠି ଶୋ କରିବ, ଯଦି କଟିନି ତାହେଲେ ଆପଣଙ୍କୁ ଷ୍ଟାଟସ ଦେଖେଇବନି। ଆପଣଙ୍କୁ ତିନୋଟି ମେଥଡ ଦେଖିବାକୁ ମିଳିଯିବ, ଗୋଟେ ହେଲା ଚାଲାଣ ନମ୍ବର, ତାପରେ ହେଲା ଭେହିକଲ ନମ୍ବର, ତାପରେ ରହିଲା ଡିଏଲ ନମ୍ବର। ତ ଆପଣଙ୍କର ଯଦି ଅଲରେଡି ଚାଲାଣ କଟି ଯାଇଛି ଆପଣ ଜାଣି ସାରିଛନ୍ତି, ତ ଆପଣ ଏସଏମଏସ ଥ୍ରୋରୁ ଯଦି ଚାଲାଣ ନମ୍ବର ଟା ପାଇ ଯାଇଛନ୍ତି ତ ସେଇ ନମ୍ବର ଦ୍ୱାରା ଆପଣ ଏଠି ଚାଲାଣ ନମ୍ବର କ୍ୟାପଚା ଦେଇକି ଗେଟ୍ ଡିଟେଲ୍ସ ରେ କ୍ଲିକ କରିକି ତାର ଡିଟେଲ୍ସ ଚେକ୍ କରିକି ଆପଣ ଅନଲାଇନ ରେ ପେମେଣ୍ଟ ଯଦି କରିବାକୁ ଚାହୁଁଥିବେ ପେମେଣ୍ଟ କରିପାରିବେ। ନହେଲେ ଯଦି ଭେହିକଲ ନମ୍ବର ଦ୍ୱାରା ମାନେ ଗାଡି ନମ୍ବର ପ୍ଲେଟ ଯୋଉ ରହିଛି ତା ନମ୍ବର ଦ୍ୱାରା ଯଦି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଭେହିକଲ ନମ୍ବର ରେ ସିଲେକ୍ଟ କରିକି ଆପଣ ଚେକ୍ କରିପାରିବେ। ନହେଲେ ଯଦି ଆପଣଙ୍କର ଡିଏଲ ନମ୍ବର ମାନେ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦ୍ୱାରା ଯଦି ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଡିଏଲ ନମ୍ବର ଦ୍ୱାରା ମଧ୍ୟ ଆପଣ ଚେକ୍ କରିପାରିବେ। ତ ତିନୋଟି ମେଥଡ ରହିଛି, ଆପଣ ଯେଉଁ ମେଥଡରେ ଚେକ୍ କରିବାକୁ ଚାହୁଁଛନ୍ତି ଚେକ୍ କରନ୍ତୁ, କୌଣସି ବି ଅସୁବିଧା ନାହିଁ। ଯଦି ଆପଣଙ୍କର ଚାଲାଣ କଟିନି ତାହେଲେ ଆପଣଙ୍କର ପପଅପ୍ ଆସିବ ନଟ୍ ଫାଉଣ୍ଡ ବୋଲି, ଓକେ, ତ ଆପଣଙ୍କର ଶୋ ହିଁ ହବନି। ଯଦି ଆପଣଙ୍କର ଚାଲାଣ କଟିଥିବ ତାହେଲେ ଆପଣଙ୍କୁ ତଳେ ଶୋ କରିବ, ଆପଣ ସ୍କ୍ରୋଲ ଡାଉନ କରିକି ଦେଖିପାରିବେ। ଆଉ ଯଦି କିଛି ଚାଲାଣ ଅଛି ଆପଣ ପେମେଣ୍ଟ କରିନାହାନ୍ତି ତ ଆପଣ ଅନଲାଇନ ରେ ବି ପେମେଣ୍ଟ କରିପାରିବେ। ଅନଲାଇନ ପେମେଣ୍ଟ ପାଇଁ ଅପସନ ବି ଆସିଯିବ, ତାର ଉପରେ କ୍ଲିକ କରିକି ଆପଣ ପେମେଣ୍ଟ କରିପାରିବେ। ଆଇ ହୋପ ଆଜିର ଭିଡିଓରେ ଆପଣ ଜାଣିପାରିଥିବେ କେମିତି ଆପଣ ଗାଡିର ଚାଲାଣ କଟିଛି କି ନାହିଁ ଚେକ୍ କରିବେ। ଭିଡିଓଟି ଯଦି ହେଲ୍ପଫୁଲ ହେଇଛି ଲାଇକ୍ କରିଦେବେ, ସେୟାର କରି ସମସ୍ତଙ୍କୁ ୱେବସାଇଟ ଟିକେ ଜଣେଇ ଦିଅନ୍ତୁ, ଯେଉଁମାନେ ବି ଜାଣିନଥିବେ ଚେକ୍ କରିବାକୁ ଚାହୁଁଥିବେ ତ এই ভিডিও মাধ্যমে শিখিকি চেক କରିପାରିବେ। ପୁଣି ଦେଖାବା ଗୋଟେ ନୂଆ ହେଲ୍ପଫୁଲ ଭିଡିଓରେ, ସେଥି ପର୍ଯ୍ୟନ୍ତ ମତେ ବି ଦେଇ ଦିଅନ୍ତୁ। ବାଏ ବାଏ, ଟେକ୍ କେୟାର।